ଝୁମ୍ପୁରା ବ୍ଲକର ଚୌଠିଆଠାରେ ରହିଥିବା ଶ୍ରୀଗଣେଶ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ନିର୍ମଳା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଅନିତ୍ୟ ବେହେରା ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ଖବେଶ୍ୱର ମହାନ୍ତ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ମହାନ୍ତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଖବେଶ୍ୱର ମହାନ୍ତ, ଜଗନ୍ନାଥ ବାରିକ, ଜଗମୋହନ ପ୍ରଧାନ ଯୋଗଦାନ କରିଥିବା ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ହିତୋପଦେଶ ପ୍ରଦାନ କରିଥିଲେ। ବାର୍ଷିକୋତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ନାରାୟଣ ମହାନ୍ତ, ବ୍ରହ୍ମାନନ୍ଦ ସାହୁ, ହିମାଂଶୁ ଶେଖର ମହାନ୍ତ, ସୁମିତ୍ରା ଗିରି, ଦେବାଶିଷ ମହାନ୍ତ, ଜିତୁରାମ ମହାନ୍ତ, ସନ୍ତୋଷ ନାୟକ, ଡମ୍ବରୁଧର ମହାନ୍ତ, ଲାବଣ୍ୟାବତୀ ମହାନ୍ତ, କଳ୍ପନା ଗିରି, ତପସ୍ୱିନୀ ମହାନ୍ତ, ମୁନି ମାଝୀ, ରୁକ୍ମିଣୀ ମହାନ୍ତ ପ୍ରମୁଖ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।